ଆପଣଙ୍କର ଗତ 75 ଓ 85 ମସିହାରେ ଯୋଉ ଆକଳନ କରାଯାଇଥିଲା ସେ ରତ୍ନ ଆକଳନ କରାଯାଇଥିଲା ଏବଂ ଗୃହକୁ ଆକଳନ କରାଯାଇଥିଲା। ତେଣୁ ଆମେ ଆଶା କରୁଛୁ ଏଇଥରକର ଏଏସ୍ଆଇ ଏବଂ ଯୋଉ ସାଇଣ୍ଟିଫିକ୍ ଟିମ୍ ସେମାନେ କହିବେ ଯେ ଭିତରେ ସୁଡ଼ଙ୍ଗ ଏବଂ ଘର ଅଛି ନା ନାହିଁ। ଦେଖନ୍ତୁ ୟା ପୂର୍ବରୁ ଗୋଟେ ଦିନ ବୋଧେ ଆପଣଙ୍କର ଯାଞ୍ଚ କରାଯାଇଥିଲା ଏବଂ ସେଦିନ ସେ ବାହାର ରତ୍ନ ଭଣ୍ଡାର ଯୋଉଟା କି ଆପଣଙ୍କର ଚଳନ୍ତି ରତ୍ନ ଭଣ୍ଡାର କହୁ ଆମେ ଠାକୁରଙ୍କର ବର୍ଷକର ଯୋଉ ଗହଣା ଗାଣ୍ଠି ସେଇଥିରେ ଥାଏ ଏବଂ ସେ ସମୟରେ ବିଭିନ୍ନ ସମୟରେ ଠାକୁର ସେଇ ଗହଣା ଗାଣ୍ଠି ପିନ୍ଧନ୍ତି ପୁଣି ସେ ରଖା ହେଇଯାଏ। ଯେ ପ୍ରକାର ଆପଣଙ୍କର ଗତକାଲି ଆପଣଙ୍କ ସୁନାବେଶ ଅନୁଷ୍ଠିତ ହେଇଯାଇଛି ସେ ସୁନାବେଶର ଯୋଉ ଗହଣା ଗାଣ୍ଠି ସେ ସେମିତି ବାହାର ଯୋଉ ଘରେ ରଖାଯାଇଥିଲା। କିନ୍ତୁ ପ୍ରଥମ ଗୃହଟାକୁ ସେମାନେ ତଦାରଖ କରିଛନ୍ତି ଏବଂ ପ୍ରଥମ ଗୃହରେ ଥିବା ଆପଣଙ୍କର ଗହଣା ଗାଣ୍ଠି ଏବଂ ଅନ୍ୟାନ୍ୟ ରତ୍ନ ସବୁ ତାକୁ ବାକ୍ସ ଭିତରେ ତାକୁ ସିଲ୍ କରିକିରି ବଡ ବଡ ବାକ୍ସରେ ସିଲ୍ କରିକିରି ସେ ଆପଣଙ୍କର ଚାଙ୍ଗଡା ଘର ଏବଂ ଗୋଟେ ଖଟ ଘର ଦିଟା ଘର ଆପଣଙ୍କର ଭିତର କାଠ ପାଖରେ ଅଛି। ଯୋଉଠି ଠାକୁର ବସୁଛନ୍ତି ତା ଆଗରେ ଯୋଉ କାଠଟି ଅଛି ତା ଭିତର କାଠ ପାଖରେ ଆପଣ ଦୁଇଟି ଗୃହ ଅଛି। ସେ ଗୃହରେ ସେମାନେ ସୁରକ୍ଷିତ ଭାବରେ ଲକ୍ ଆଣ୍ଡ ସିଲ୍ କରିକିରି ଏବଂ ସବୁ ଆପଣଙ୍କର ଯେତିକି ରତ୍ନ ଅଛି ଏବଂ ସୁନା ତାକୁ ଆଣିକି ସିଫ୍ଟ କରିଛନ୍ତି। ଆଜି ସେମାନେ ଯାଉଛନ୍ତି ତାର ପରବର୍ତ୍ତୀ ଘରକୁ ଯୋଉ ଘରଟି ଆପଣଙ୍କର ଅନେକ ଦିନ ହେଲାଣି ଯାଞ୍ଚ କରାଯାଇନଥିଲା ସେ ଘରକୁ ସେମାନେ ଯାଇଛନ୍ତି ଏବଂ ସେମାନେ ସେ ଘରର ଯୋଉ ତାଲାଟା ଭାଙ୍ଗିଥିଲେ ଗତ ଥରକ ଏଥରକ ନୂଆ ତାଲା ପକେଇଥିଲେ ଏବଂ ସେ ନୂଆ ତାଲାକୁ ସେମାନେ ଖୋଲିକିରି ତା ଭିତରକୁ ଯାଞ୍ଚ କରୁଛନ୍ତି ଏବଂ ସିଫ୍ଟିଂ କାମ ତାଙ୍କର ଜୋରସୋର ଚାଲିଛି। ସେମାନେ ଚାହୁଁଛନ୍ତି ଯେକୌଣସି ପ୍ରକାର ଆଜି ସେ ସିଫ୍ଟିଂ କାମଟାକୁ ଶେଷ କରିବେ। କଲେ ଆପଣଙ୍କର ସେଇ ଘରଟି ଆପଣଙ୍କର ଯାଞ୍ଚ କରାଯିବ ଏବଂ ଲେଜର ସ୍କାନିଂ କରାଯିବ। କେତେ ଲୋକ କହୁଛନ୍ତି ସେ ଘର ତଳେ ଗୋଟେ ଘର ଅଛି କାନ୍ଥ ପଛରେ ଆଉ ଗୋଟେ କାନ୍ଥ ଅଛି। ତେଣୁକରି ଆପଣଙ୍କ ଲେଜର ସ୍କାନିଂ ରେ ଜଣା ପଡିବ ଯେ ଆଉ କଣ ଅଛି ନା ନାହିଁ ସୁଡ଼ଙ୍ଗ ଅଛି ନା ନାହିଁ। କିନ୍ତୁ ସେମାନେ ଜୋର ଲାଗିଛନ୍ତି ଯେକୌଣସି ପ୍ରକାର ଆଜି ତ ସିଫ୍ଟିଂ କରିବେ କାହିଁକି ନା ଆପଣଙ୍କର ଗତ ଆସନ୍ତାକାଲି ଠାକୁରଙ୍କ ନୀଳାଦ୍ରି ବିଜୟ ଅଛି। ନୀଳାଦ୍ରି ବିଜୟ ପରେ ଠାକୁର ଯେତେବେଳେ ରତ୍ନ ସିଂହାସନ ବିରାଜମାନ କରିବେ ତାହେଲେ ଆପଣଙ୍କ ସମୟ କମ ମିଳିବ ତା ଭିତରେ କାମ କରିବା ପାଇଁକା। ଠାକୁରଙ୍କ ସେବା ପୂଜା ଏବଂ ଭୋଗ ସମୟରେ ତା ଭିତରକୁ କାହାକୁ ଛଡା ଯିବ ନାହିଁ। ତେଣୁକରି ଆପଣଙ୍କୁ କମ ସମୟ ଲାଗିବ ସେସବୁ କାମ କରିବା ପାଇଁ। ତେଣୁ ଯେକୌଣସି ପ୍ରକାର ସେମାନେ ଆଗକୁ ସିଫ୍ଟ କରିବା ପାଇଁ ତା ଟାର୍ଗେଟ ଅଛନ୍ତି। ଶୁଣନ୍ତୁ ସେଟା ଶୁଣା ଯାଉଛି କିନ୍ତୁ ଇଏ ତଥ୍ୟ ଭିତ୍ତିକ ନୁହଁ। କାହିଁକି ନା ଯେହେତୁ ଆପଣଙ୍କର ସାପ ଗୋଟେ ବି ଯିବ ତାର ବି ଖାଇବା ଏବଂ ଅକ୍ସିଜେନର ଆବଶ୍ୟକତା ଅଛି। ସେଇଟା ଗୋଟେ କରାଯାଇଥିଲା କାହିଁକି ନା ଯେହେତୁ ଲୋକନାଥ ସେଇ ଯୋଉ ଭଣ୍ଡାର ରକ୍ଷକ ରୂପେ ଆମେ ପୂଜା କରୁ ଏବଂ ଆମେ କହୁଛୁ ଲୋକନାଥ ଜଣେ ମାନେ ଉଗ୍ର ଏବଂ ରାଗି ଠାକୁର ଆଉ ସାପ ତାଙ୍କର ଯେହେତୁ ଗୋଟେ ବାହନ ଅଟେ। କିନ୍ତୁ ଲୋକନାଥଙ୍କ ନାଁ କହିଲେ ଗୋଟେ ଲୋକ ଭୟ କରିବ ଯେ ଆପଣଙ୍କର କୌଣସି ଗୋଟେ ଖରାପ ଚିନ୍ତାଧାରା କିମ୍ବା ଅର୍ଥମଣ୍ଡଳ ସୁରକ୍ଷିତ ଭଲକିରି ହେଇପାରିବ। ଏଇଟା କୁହାଯାଏ ଏଇ କଥା। ସୁଡ଼ଙ୍ଗ କଥା ଆମେ ଆମ ପୂର୍ବଜ ମାନଙ୍କଠୁ ଶୁଣିଛୁ ଯେ ତା ଭିତରେ ଅନେକ ଗୁଡେ ଘର ଅଛି ଏବଂ ସୁଡ଼ଙ୍ଗ ଅଛି। କିନ୍ତୁ ଆପଣଙ୍କର ଗତ 75 ଓ 85 ମସିହାରେ ଯୋଉ ଆକଳନ କରାଯାଇଥିଲା ସେ ରତ୍ନ ଆକଳନ କରାଯାଇଥିଲା ଏବଂ ଗୃହକୁ ଆକଳନ କରାଯାଇଥିଲା। ତେଣୁ ଆମେ ଆଶା କରୁଛୁ ଏଇଥରକର ଏଏସ୍ଆଇ ଏବଂ ଯୋଉ ସାଇଣ୍ଟିଫିକ୍ ଟିମ୍ ସେମାନେ କହିବେ ଯେ ଭିତରେ ସୁଡ଼ଙ୍ଗ ଏବଂ ଘର ଅଛି ନା ନାହିଁ। ନିଶ୍ଚିତ ଭାବରେ ଗଜପତି ମହାରାଜ ଯେହେତୁ ଆମର ମୁଖ୍ୟ ଅଟନ୍ତି ଏମସି କମିଟିର ଚେୟାରପର୍ସନ ଅଛନ୍ତି ଏବଂ ତାଙ୍କର ପୂର୍ବଜ ମାନେ ବିଗତ ଦିନ ମାନଙ୍କରେ ନିର୍ମାଣ କରିଥିଲେ ଏବଂ ନାନାଦି ଅଳଙ୍କାର ଅନ୍ୟ ରାଜ୍ୟ ଜୟ କରି ତାକୁ ଆଣିକି ଏଠି ଦାନ ଦେଇଛନ୍ତି ଏବଂ ତାଙ୍କ ଯୋଗୁଁ ହିଁ ଆଜି ମନ୍ଦିର ସୁରକ୍ଷିତ ଅଛି ଏବଂ ବିଗତ ଦିନ ମାନଙ୍କରେ 17 ଥର ଆପଣଙ୍କର ମୁଗଲ ଏବଂ ମୁସଲମାନ ଆକ୍ରମଣ ପରେ ମଧ୍ୟ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷିତ ଅଛି। ଗଜପତି ମହାରାଜଙ୍କର ଯୋଉ ଆକ୍ରମଣ ସତ୍ୟ ହେଇପାରେ କିନ୍ତୁ ଏଟା ସାଇଣ୍ଟିଫିକ ୱେରେ ଗଲେ ଆମେ ଜାଣିପାରିବା ପ୍ରକୃତରେ କଣ ଘଟଣା।